କହିଯା ତୁ ଗାଲୁଆଟା ପରା ତେଣୁ ଗୋବିନ୍ଦ ତ ଗୋଟିଏ ଭଗବାନ ତିନି ଗୋବିନ୍ଦ ହେଲା କଣ ତିନି ଗୋବିନ୍ଦ କିଏ ହେଲେ ପିଲ ତାଙ୍କର ପିଲକୁ ପିଲ ଲାଗିଛି ଆଉ ଗୋଟେ କଦଳୀ ଗଛ ଲଗେଇବ 50 ହେଇଯିବ। ଆଚ୍ଛା ଆଚ୍ଛା କଦଳୀ ସାରୁ ଯାହା ଲଗା ପିଲ ଏଇଠି ଲୋକ କହୁଛି ଗାଁକୁ କହୁଛି 18 ନଳା ଗୋଟେ ପିଲ ହେଇଲାନି 19 ନଳା ତା ପିଲ ଆସ୍ତେ ଆସ୍ତେ ବଢିବ ଆଉ ତେଣୁ ଶ୍ରୀଧର ଆରେ ଗୋବିନ୍ଦ କେତୁଟା ଅକ୍ଷର ଗୋବିନ୍ଦ ଗୋବିନ୍ଦ ତିନି ଆଜ୍ଞା ତିନିଟା ଅକ୍ଷର ଆଜ୍ଞା ଗୋବିନ୍ଦ 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 କେତେ ଗୋବିନ୍ଦ ହେଲେ ନ ଗୋବିନ୍ଦ ନାଇଁ ତିନି ଗୋବିନ୍ଦ ତାହେଲେ ଅକ୍ଷର ହେଲା 3 ଗୋବିନ୍ଦ ହେଲେ 3 ତିରିକେ ଗୋବିନ୍ଦ କେତୁଟା ଅକ୍ଷର ଗୋବିନ୍ଦ ତିନିଟା ଆଉ ଗୋଟେ ଗୋବିନ୍ଦ ହେଲା 3 ଆଉ ଗୋଟେ ଗୋବିନ୍ଦ ହେଲା 9 ନୂଆ 81 ଆଉ 3 ଗୋବିନ୍ଦ ମିଶା 84 ତୁ 84 ଜନି ଭ୍ରମିବୁ ତୁ ସଜରେ ମଣିଷ ଜନ୍ମ ପାଇବୁ ନାହିଁ ମୁଁ କଣ ଏବେ ମଣିଷ କି ଆଉ ଏବେ ମୁଁ ମାଢୁଆଳି ହେଇକି ବୁଲୁଛି ଆରେ ମଣିଷ କାହାକୁ କହନ୍ତି ମଣିଷ ମଣିଷ କିଏ ମାନବ କିଏ ଲୋକ କିଏ କହିପାରିବି ନା କହିପାରିବୁନି ଏତେ ବାଟ ମୋର ଜ୍ଞାନ ନାହିଁ ଆରେ ତୁ ତ ଇଂଲିଶ ଓଡିଆ ହିନ୍ଦୀ ଜାଣିଛୁ ମୁଁ ପଦୁଟେ କହିଦଉଛି ଆମର ତ ଶିକ୍ଷକ ବୃନ୍ଦ ଏଇଠି ଅଛନ୍ତି ଆରେ ମଣିଷ କାହା କହନ୍ତି ଦିସ୍ ଇଜ ଏ ମ୍ୟାନ କ୍ୟାପିଟାଲ ଲେଟରେ ବଡ ବଡ ଅକ୍ଷରରେ ମ୍ୟାନ ଏ ଟିକି ଅକ୍ଷର ନୁହଁ ନା ଏମରେ ହେଲା ମେଟ୍ରିକ ତୁ ଗାଲୁଆଟା ରହ ଆରେ ଏମରେ ହେଲା ମୋରାଲିଟି ଆଜ୍ଞା ଏରେ ହେଲା ଆବିଲିଟି ଏନରେ ହେଲା ନୋବିଲିଟି ମାନେ ପକେଇବ ନହେଲେ ଚାଲିବନି ଇଞ୍ଜିନ ସିଜ୍ ହେଇଯିବ ମୋରାଲିଟି ହେଲା ସଦାବେଳେ ଗୋଟେ ନୈତିକତା ରକ୍ଷା କରିବ ସଦାବେଳେ ଗୋଟେ ନୀତି ନିୟମରେ ଯାଉଥିବ କୀର୍ତ୍ତନ ପାଳି କର ଏଟା ନୀତି ତୋ ଭଳିଆ ଅଳିଆଟା କିଏ ତେଣୁ ମୋର ବହୁତ ଅଳିଆ ମୋ ନାଁ ବଳିଆ ମୋ ପୋଖରୀ ଚାରିପଟ ଗଳିଆ ମୋ କାମ ସବୁ ନେଳିଆ ତୁ ସୁନାଖେଳା ନେଳିଆ ପୋଖରୀରେ ବୁଡିଥିଲୁ ବୋଧେ ଆଉ ଛାଡିଯିବ ତେଣୁ ହେଲା କଣ ଏଇ 84 ଜନି ଭ୍ରମି ଆଜ୍ଞା ମନୁଷ୍ୟ ଜନିରେ ଜନ୍ମ ନେଲେ ଆମେ ଏଇ ଯୋଉ 84 ଜନି ଆଜ୍ଞା ଆମର ଥିଲା କୋଉଠି ଗୋବିନ୍ଦ 84 ଜନି ଆସିଲା 3 ତିରିକି 9 ନୂଆ 81 3 84 ଏଇ ଯୋଉ 84 ଜନି ହେଲା କଣ ସିଏ ନା ସ୍ଥାବର 20 ଲକ୍ଷ ଜଳଜ 9 ଲକ୍ଷ କୃମିଣା ଲକ୍ଷ 10 ଲକ୍ଷ ପକ୍ଷିଣା ପଶ୍ଚାଦିନଂ 30 ଲକ୍ଷ 4 ଲକ୍ଷ ବାନରା ମନୁଷ୍ୟ ଜନ୍ମ ଦନ୍ତରୀ ପାଶର ସାବର 20 ଲକ୍ଷ ସାବର ଜନି ହେଲା କଣ 20 ଲକ୍ଷ ଆରେ 20 ଲକ୍ଷ ସ୍ଥଳଚର ପ୍ରାଣୀ ଜଳଚର ପ୍ରାଣୀ ମାନେ 9 ଲକ୍ଷ 20 9 29 କୃମିଣ ରୁଦ୍ର ଲକ୍ଷ 11 ଲକ୍ଷ ହେଲା କୃମିଣ ଇଏ ହେଲା 29 11 40 ତୁ ଟିକେ ଅନ୍ୟ ମଣିଷ ରହୁଛି ପାଣି ଆଡେ ବୋଧେ 29 11 40 10 ଲକ୍ଷ ହେଲା ପକ୍ଷୀ 50 ହେଇଗଲା 50 ତାପରେ ପଶୁ ହେଲା 30 ଲକ୍ଷ 80 ହେଇଗଲା 4 ଲକ୍ଷ ହେଲା ବାନର 84 ନାଞ୍ଜ ଝିଡିକି ମଣିଷ ହେଇଛି ଏଇ 84 ଲକ୍ଷ ଜନି ଭ୍ରମି ହେଲା ମନୁଷ୍ୟ ଜନିରେ ପହଞ୍ଚିଲେ ଟିକେ ଭଲ କାମ କରିବା ପାଇଁ ତେଣୁ ଗୋବିନ୍ଦ ପଦୁ ଗାଳୁଛି ମକରନ୍ଦ ଏ ବାପା ମୁଁ ଯାଉଛି ଗୋପାଳପୁର ଆଡେ ତମେ ଯାଉଛ ଶଙ୍ଖ ଯୋଡି ଆଡେ ଆରେ ଗୋବିନ୍ଦ ସିନା ଅଙ୍କରେ ଗୋବିନ୍ଦ ଗଲା ଏଇ କଥା ଜାଣିପାରୁନା ଏଟା ପରା ଖୁଦୁରୁକୁଣୀ ସ୍ୱର ତୁ ଏଇନେ ପକେଇଥିଲୁ ତୋଡି ମାଗୁର ସବୁ ତେଣୁ ଗୋବିନ୍ଦ
ଗୋ ବୋଲନ୍ତେ ଗୋପ ଗୋପ ବିନ୍ଦ ବୋଲନ୍ତେ ରକ୍ଷା କରିବା ଏଇ ଗୋପକୁ ରକ୍ଷା କରିଥିଲେ କିଏ? ନନ୍ଦନନ୍ଦନ ଶ୍ରୀକୃଷ୍ଣ ନନ୍ଦନନ୍ଦନ ଶ୍ରୀକୃଷ୍ଣ ହଁ କେତେବେଳେ ରକ୍ଷା କରିଥିଲେ? ଯେତେବେଳେ ଅନାବୃଷ୍ଟି ହେଇଗଲା ଗୋପପୁରରେ। ଆଜ୍ଞା ଧୀରେ ସାଉଣ୍ଡ ଜୋର କରିନି। ହଁ ଯେତେବେଳେ ଅନାବୃଷ୍ଟି ହେଇଗଲା ହେଲା ଗୋପୀ ଗୋପାଳ ସମସ୍ତ ଇନ୍ଦ୍ର ପୂଜା କରୁଥିଲେ। କରୁଥିଲି ଇନ୍ଦ୍ର ପୂଜା ଯଶୋଦା କହିଲେ ହଁ ମୋ ପୁଅ ତ ନାହିଁ ଆଉ ତାକୁ ଝୁଲେଇ ହଲେଇ ହଲେଇ ଡାକିକି ଆଣିକି ଷ୍ଟେଜରେ ପହଞ୍ଚ ଆହା। କହିଲେ ଏଠେଇ କଣ ଚାଲିଛି? କଣ? ନା ଏଠେଇ ଇନ୍ଦ୍ର ପୂଜା ଚାଲିଛି। କହିଲା ଇନ୍ଦ୍ରଙ୍କୁ କାହିଁକି ପୂଜା କରୁଛ? କରିବ ତ? ଆଜ୍ଞା ଆଜ୍ଞା ହଁ ହଉ ଆଉ ଏଥର ବିଷୟ କୁହାଯାଇଥାନ୍ତା। ତେଣୁ ଇନ୍ଦ୍ର ପୂଜା ତେଣୁ ଇନ୍ଦ୍ର ପୂଜା କର ନାହିଁ ନା ଆଉ ତାହେଲେ କାହାକୁ ପୂଜା କରିବା? ନା ଗୋବର୍ଦ୍ଧନ ଠାକୁରଙ୍କୁ। ଆଜ୍ଞା ଯେତେବେଳେ ଗୋବର୍ଦ୍ଧନ ଠାକୁରଙ୍କୁ କହିଲେ ସେ ସେଠୁ ଗୋବର୍ଦ୍ଧନ ଠାକୁରଙ୍କୁ ସମସ୍ତ ଗୋପୀ ଗୋପାଳ ପୂଜା କଲେ। ତେଣୁ ଇନ୍ଦ୍ର ରାଗାନ୍ୱିତ ହେଇ କଲେ କଣ? ଇନ୍ଦ୍ର ଶପଥ ଦିନ ବୃଷ୍ଟି କଲା ବଜ୍ରାଘାତ ପଥର ବରଷିଲା ବଜ୍ରାଘାତ ପଥର ବରଷିଲା ବଜ୍ରାଘାତ ପଥର ବରଷିଲା। ଆଜ୍ଞା ଇନ୍ଦ୍ର ବନ୍ଦ କରିବାକୁ ତ ଆଜ୍ଞା କହିଲେଣି ଆଉ କଣ କରିବା? ଇନ୍ଦ୍ର ହଁ ତମ ପ୍ରଶ୍ନ ଉତ୍ତର ଇଏ ଦବ। ଇଏ ପଇସା ପାଇବ ବୋଲି ଟକ ଟକ ହଉଛି। ତେଣୁ ଇଏ କହିବ ଲୋକନାଥଙ୍କର